ବାଲେଶ୍ୱର ଜିଲ୍ଲାର ଏକ ଛୋଟ ଗ୍ରାମ ନିରାସପୁର। ଏଠି ଦୁଇଜଣ ସାଙ୍ଗ ରହୁଥିଲେ, ସାଗର ଓ ମୁନା। ଦୁହେଁ ଛୋଟବେଳୁ ଭଲ ସାଙ୍ଗ, ପଢ଼ାପଢ଼ି ଏକା ସାଙ୍ଗରେ ଏବଂ ଖେଳକୁଦ ମଧ୍ୟ ଏକାଠି କରୁଥିଲେ। ଲୋକେ ସେମାନଙ୍କୁ ଦେଖି ଅନେକ ସମୟ ପାଇଁ ଭାବୁଥିଲେ ଏମିତି ସାଙ୍ଗ ଆଉ ଦୁନିଆରେ ନାହାନ୍ତି ବୋଧେ। କିନ୍ତୁ ସତ୍ୟ କିଛି ଅନ୍ୟ ଥିଲା। ସାଙ୍ଗର ମନରେ ଏକ ଅଜଣା ଅନ୍ଧକାର ଲୁଚି ରହିଥିଲା। ସେ ବାହାରୁ ନରମ ଦିଶୁଥିଲେ ମଧ୍ୟ ଭିତରରେ ଏକ ନିର୍ଦ୍ଦୟ ଶିକାରୀ। ମୁନା ସାଧାରଣ ଜୀବନ ଜୀବିକା କରୁଥିଲେ। ସେମାନେ ଗାଁ ମେଳାରେ ଏକ ଛୋଟ ଚା ଦୋକାନ ଚଳାଉଥିଲେ ଏବଂ ଏହି ବ୍ୟବସାୟ ଦୁଇଜଣଙ୍କୁ ଏକାଠି କରିଥିଲା। କିନ୍ତୁ ସାଗର ମନରେ ଥିଲା ଅନ୍ୟ ଏକ ଚିନ୍ତା। ଟଙ୍କା, ଅଧିକ ଟଙ୍କା, ଅଧିକ ଶକ୍ତି। ତାଙ୍କ ମନ ଦିନକୁ ଦିନ ଅନ୍ଧକାର ଅଭିମୁଖରେ ଯାଉଥିଲା। ସାଗର ଏକ ଅଜଣା ଅନୁଭବରେ ବ୍ୟସ୍ତ ହୋଇଯାଉଥିଲେ। ମାଂସ ଖାଇବା ତାଙ୍କର ଥିଲା ଲକ୍ଷ୍ୟ। ଗୁରୁ ହେଲା ପଶୁ ମାଂସ ପରେ ସୁନା ଗଛର ମୁଣ୍ଡ ଛେଦିବା ଏବଂ ତାପରେ ହେଲା ମାନବ ମାଂସ ଉପରେ ଅଦ୍ଭୁତ ଆକର୍ଷଣ। ତାଙ୍କ ମନ ତାଙ୍କୁ କହୁଥିଲା, ତୁ ଚାହୁଁଛୁ ସେହି ଜୀବନର ପାଖରେ ଯେଉଁଠାରେ କି ପ୍ରବେଶ କରିବାକୁ, ଯେଉଁଠାରେ କି କୌଣସି ନିୟମ ନାହିଁ। ଏକ ମେଘାଚ୍ଛନ୍ନ ରାତି। ମେଳା ଶେଷ ହେବା ପରେ ସେମାନେ ଦୁଇଜଣ ଜଙ୍ଗଲରେ ଏକ ନିଆଁ ଲଗାଇ ଡ୍ରିଙ୍କ କରିବାକୁ ଲାଗିଲେ। ସାଗର ପୂର୍ବରୁ ଯୋଜନା କରିଥିଲେ। ସେମାନେ ମୁନାକୁ ମଦ ପିଆଉଥିଲେ, ତାପରେ ଗୋଟିଏ ଧାରୁଆ ଅସ୍ତ୍ର ନେଇ ସିଧା ତା ବେକରେ ଘଷିଦେଲେ। ମୁନା ଛଟପଟ ହେଲେ, କିନ୍ତୁ ନିଜ ସାଙ୍ଗରୁ ଏମିତି ଆକ୍ରମଣ ଆସିବ ବୋଲି କେବେ ଚିନ୍ତା କରିନଥିଲେ। ସାଗର ମୃତ ଦେହକୁ ଚିରିକି ତାହାର ମାଂସ ଖାଇଲେ। ସେ ଏକ ଅଦ୍ଭୁତ ଆନନ୍ଦ ଅନୁଭବ କଲେ। ତାଙ୍କର ମନ ଏହି କାର୍ଯ୍ୟରେ ଶାନ୍ତି ମିଳିଲା। ଆଉ ତାଙ୍କୁ ଲାଗିଲା, ମୁଁ ଏହାକୁ ପୁଣି କରିବି। ଗାଁ ଲୋକେ ମୁନା ନାହିଁ ହେବାରୁ ଚିନ୍ତା କଲେ। ପୁଲିସ ତଦନ୍ତ ଆରମ୍ଭ କଲା ଏବଂ ଶେଷରେ ଜଙ୍ଗଲ ଭିତର ଗାଁରେ ଏକ କୁକୁର ମୁନାଙ୍କ ହାଡ଼ ନେଇ ଖେଳୁଥିବା ବେଳେ ଲୋକେ ଅଭିଘାତ ମାନିଲେ। ତଦନ୍ତର ସାଗରଙ୍କ ଘରର ଏକ କୋଣରୁ ମାଂସ, ରକ୍ତ ଓ ମାନବ ଅସ୍ଥି ମିଳିଲା। ସାଗର ଗିରଫ ହେଲେ। ତାଙ୍କ ମନ ମାନସିକ ରୋଗର ଦୃଢ଼ ପ୍ରମାଣ ଦେଲା। କିନ୍ତୁ ନୀତି ଓ ନ୍ୟାୟ ପ୍ରତି ଆସ୍ଥା ରଖି ପ୍ରଜା ଦାବି କଲେ ଏହି ପ୍ରକାର ଅପରାଧର ଦଣ୍ଡ ହେଉ ମୃତ୍ୟୁ। ସାଗରଙ୍କୁ ଗିରଫ କରାଗଲା ପରେ ଗଞ୍ଜାମ ଜିଲ୍ଲାର ଏକ ମନରୋଗୀ ଖଣ୍ଡରେ ରଖାଗଲା। ସେଠି ସେ ଦିନରେ ନିଜ ପାଖକୁ ଏକ ବିଳାପ ସ୍ୱପ୍ନ ଦେଖୁଥିଲେ, ଆଉ ରାତିରେ ଅଜଣା ଲୋକ ଆସି ତାଙ୍କୁ ମୁନାଙ୍କ ମାଂସ ଆଣ ବୋଲି ଅନ୍ତଃସ୍ୱର ଦେଉଥିଲେ ବୋଲି ଚିତ୍କାର କରୁଥିଲେ। ଚିକିତ୍ସକ ଜଣେ କହିଥିଲେ, ସାଗର ମନ ମୃତ୍ୟୁ ଚାହେଁନି, ତେବେ ସେ ନିଜ ଅପରାଧର ଭାର ଉଠାଇ ପାରୁନାହିଁ। ଜେଲର ଜୀବନ ସାଗର ପାଇଁ ଏକ ଅନ୍ତର୍ଦାହ ହୋଇଥିଲା। ଘଟଣା ଫାଇଲ ହେବା ପରେ ମୁନାଙ୍କ ମା କ୍ଷୁବ୍ଧ ହୋଇ ଜେଲ ସମ୍ମୁଖରେ ଆସି ବାରମ୍ବାର ଏକ କଥା କହୁଥିଲେ, ତୁ ମୋ ପିଲା ମାଂସ ଖାଇଛୁ, ଏଥିରୁ ବଞ୍ଚିବୁ କେମିତି? ଏହି ଶବ୍ଦ ଦିନେ ଦିନେ ସାଗର ମନକୁ ଖାଇ ଚାଲୁଥିଲା। ତାଙ୍କ ଅନ୍ତକାଳେ ଆରମ୍ଭ ହେଲା ଏକ ଅନୁତାପ। କିନ୍ତୁ ଅପରାଧର ମୂଲ୍ୟ ବହୁତ ଭୟଙ୍କର। ଏକ ଅସାଧାରଣ ଗଭୀର ରାତି। ବର୍ଷା ଧରିଛି। ଜେଲର ଛାଦ ଉପରେ ସାଗର ଜଣେ ରକ୍ଷୀଙ୍କୁ କହିଥିଲେ, ମୋ ଜୀବନ ମୁଁ ଏଠି ଶେଷ କରିଦେବି। ମୁଁ ମାଂସର ପାପ ନେଇ ଆଉ ବଞ୍ଚି ପାରିବି ନାହିଁ। ସେ ରାତିରେ ନିଜ ଶରୀରକୁ ଜଳାଇ ଦେବା ଯୋଜନା କଲେ। ଏକ ଚେକ୍ ଅନ୍ତର୍ଗତ ବେଳେ ସେ ତେଲ ଲଗାଇ ଅଗ୍ନି ଲଗାଇଦେଲେ ନିଜ ଦେହର।
ଚିତ୍କାର, ଗନ୍ଧ, ଆତ୍ମପାତ୍ରର ଗଗନ ହୃଦୟ ବିଦାରକ ଦୃଶ୍ୟ। ଜେଲର ଅଧିକାରୀମାନେ ସେଠାକୁ ଧାଇଁ ଆସିଲେ, କିନ୍ତୁ ଏପର୍ଯ୍ୟନ୍ତ ସାଗର ଅଧା ଜଳି ଚାଲିଥିଲେ। ସାଗରଙ୍କ ଶେଷ କ୍ଷଣ ମଧ୍ୟ ତାଙ୍କ ମୁହଁ ଉପରେ ଏକ ଅନ୍ତ ଶାନ୍ତି ଦେଖାଯାଉଥିଲା। ଏପରି ବର୍ଷା ତାଙ୍କ ଅପରାଧକୁ ଧୋଇ ଦେଉଛି। ମୁନାଙ୍କ ପରିବାର ତ ଆଉ କେବେ ତାଙ୍କୁ ଫେରାଇ ପାରିବେନି। କିନ୍ତୁ ଏକ ସତର୍କତା ଗାଁ ମଧ୍ୟରେ ଚାଲିଗଲା। ଏହି ଘଟଣାଟି ଆରମ୍ଭ ହୋଇଥିଲା ଏକ ସାଙ୍ଗଙ୍କ ମେଳରୁ, କିନ୍ତୁ ଘଟଣାଟି ଏକ ମୋଡ଼ ନେଇଯାଇଥିଲା। ସାଙ୍ଗକୁ ସାଙ୍ଗ ମାରି ଏମିତି ଖାଇଦେବ ବୋଲି କିଏ ବା ଜାଣିଥିଲା। ଏହିପରି ଘଟଣା ଘଟିଥିଲା ବାଲେଶ୍ୱର ଜିଲ୍ଲା ନିରାସପୁର ଅଞ୍ଚଳରେ। ଜଣେ ସାଙ୍ଗଙ୍କୁ ମାରି ଏମିତି ଭାବେ ଖାଇଯାଇଥିଲା। ତ ଘଟଣାର ତଦନ୍ତ ପରେ ଏହାର ତଦନ୍ତ କରି ଦୋଷୀ ସାବ୍ୟସ୍ତ କରାଗଲା ଏବଂ ସେ ନିଜେ ମଧ୍ୟ ନିଜର ପ୍ରାଣ ହରାଇଦେଲା।